ସୌରଶକ୍ତିରେ ନିବେଶ କରିବାକୁ ଯଦି କେହି ଭାବୁଛନ୍ତି ତେବେ ଗୋଟିଏ କଥା ଜାଣିବା ବହୁତ ଜରୁରୀ ଆଉ ସେଇଟା ହେଲା ଟାଇମିଂ। ହଁ, ସମୟ ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ସେଇଆ ହିଁ ବୁଝିବା ଯେ ଯେତେବେଳେ ସରକାରୀ ଯୋଜନା ଶେଷ ହେଇଯାଏ ସେତେବେଳେ ସୋଲାର ଇନଭେଷ୍ଟମେଣ୍ଟ ଉପରେ ତାର କି ପ୍ରଭାବ ପଡ଼େ। ଚାଲନ୍ତୁ ଏହା ଭିତରକୁ ଯିବା। ଦେଖନ୍ତୁ, ଏ ଗୋଟିଏ ବାକ୍ୟ ଏଇଟା ହିଁ ହେଉଛି ପୁରା ଆଲୋଚନାର ବେସ୍। ସିଧା କଥା ହେଉଛି ସରକାରୀ ସ୍କିମ୍ ବା ସହାୟତା ସବୁଦିନ ପାଇଁ ନଥାଏ, ଆଉ ଏହି ସତ କଥାଟାକୁ ଯେକୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବାବେଳେ ମନରେ ରଖିବାକୁ ପଡ଼ିବ। ତେବେ ଚାଲନ୍ତୁ ଆମର ପ୍ରଥମ ସେକ୍ସନକୁ ଆସିବା। ଏଠାରେ ଆମେ ଦେଖିବା ଯେ ଏଇ ଯେଉଁ ଆର୍ଥିକ ଲାଭଗୁଡ଼ିକ ଅଛି ଏଗୁଡ଼ିକ ସବୁବେଳେ କାହିଁକି ମିଳେ ନାହିଁ ଆଉ ଏଥିରେ ସମୟର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ। କଥାଟା ବହୁତ ସିମ୍ପଲ, ବୁଝିଲେ? ଆଜି ଯେଉଁ ସୁବିଧା ମିଳୁଛି ତାର ଗୋଟିଏ ଏକ୍ସପାୟରି ଡେଟ୍ ଅଛି। ସେଇଥିପାଇଁ ତ ସୋଲାରରେ ନିବେଶ ବେଳେ ଖାଲି କ'ଣ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, କେବେ କରିବା ସେ ପ୍ରଶ୍ନଟା ବି ଠିକ୍ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ ହେଇଯାଏ। ଆଚ୍ଛା, ଏବେ ମନରେ ପ୍ରଶ୍ନ ଆସୁଥିବ କି ଏହି ଯୋଜନାଗୁଡ଼ିକ ଆଦୌ ଆରମ୍ଭ କରାଯାଏ କାହିଁକି? ଏହା ପଛରେ ପ୍ରକୃତ ଉଦ୍ଦେଶ୍ୟ କ'ଣ? ଚାଲନ୍ତୁ ସେଇଟାକୁ ଟିକେ ବୁଝିନେବା। ଗୋଟେ ସବସିଡିକୁ ଏମିତି ଭାବନ୍ତୁ, ଏଇଟା ଗୋଟେ ପ୍ରାରମ୍ଭିକ ଧକ୍କା ବା କିକ୍ ଷ୍ଟାର୍ଟ ଭଳି। ଯେତେବେଳେ ମାର୍କେଟରେ କିଛି ନୂଆ ଟେକ୍ନୋଲୋଜି ଆସେ ଏହା ଲୋକଙ୍କୁ ତାକୁ ଆପଣାଇବା ପାଇଁ ଆର୍ଥିକ ସାହାଯ୍ୟ ଦିଏ, ଆଉ ଫଳରେ ସେହି ଟେକ୍ନୋଲୋଜିର ପ୍ରଚଳନ ବଢ଼ିଯାଏ। ଏବେ ଦେଖିପାରୁଥିବେ କେମିତି ଗୋଟିଏ ସବସିଡିର ପୁରା ଜୀବନଚକ୍ରକୁ ଏହି 3ଟି ସହଜ ଷ୍ଟେପ୍ରେ ବୁଝିହେଉଛି। ପ୍ରଥମେ ସରକାରୀ ସମର୍ଥନ, ତାପରେ ଲୋକମାନେ ତାକୁ ଆପଣେଇଲେ ଆଉ ସେଇଟା ଲୋକପ୍ରିୟ ହେଲା, ଆଉ ଶେଷରେ ଧୀରେ ଧୀରେ ସେହି ସମର୍ଥନକୁ ହଟାଇ ଦିଆଗଲା। ଏଇଟା ଗୋଟେ ପୁରା ଯୋଜନାବଦ୍ଧ ଆଉ ଅସ୍ଥାୟୀ ପ୍ରକ୍ରିୟା, ବୁଝିଲେ? ଆଉ ଏଇ ଯେଉଁ ଜୀବନଚକ୍ର କଥା ଆମେ କହୁଛେ ଏହା କିଛି ନୂଆ ନୁହେଁ। ଏବେ ଆମେ ଏମିତି କିଛି ଉଦାହରଣ ଦେଖିବା ଯାହା ସ୍ପଷ୍ଟ କରିଦେବ ଯେ ଏହି ଢାଞ୍ଚାଟା ଆଗରୁ ବି ବାରମ୍ବାର ହେଇଛି। ଆଉ ଏଇଠି ହିଁ ଆସୁଛି ଗୁରୁତ୍ୱପୂର୍ଣ୍ଣ କଥାଟା। ଆଜି ସୌରଶକ୍ତି ସହିତ ଯାହା ହେଉଛି ନା, ଠିକ୍ ସେଇଆ ହିଁ ଅତୀତରେ ଅନେକ ଟେକ୍ନୋଲୋଜି ସହିତ ହେଇସାରିଛି। ଏଇଟା ଗୋଟେ ବେଶ୍ ପରୀକ୍ଷିତ ଆଉ ପରିଚିତ ଆର୍ଥିକ ଢାଞ୍ଚା। ଟିକେ ଭାବନ୍ତୁ ତ, LED ବଲ୍ବ କଥା, ପୁରୁଣା ମୋବାଇଲ ଫୋନ୍ ପ୍ଲାନ୍ କଥା, ଆରେ ଶସ୍ତା ଇଣ୍ଟରନେଟ୍ ଡାଟା କଥା, ଏ ସବୁ ଜିନିଷର ଆରମ୍ଭରେ କିଛି ନା କିଛି ସବସିଡି ବା ଅଫର ଥିଲା, ଠିକ୍ ନା? ଆଉ ଯେତେବେଳେ ଏସବୁ ସାଧାରଣ ହୋଇଗଲା ସେତେବେଳେ ସେ ସୁବିଧାଗୁଡ଼ିକ ବି ଚାଲିଗଲା। ଏବେ ସୌରଶକ୍ତି ବି ଠିକ୍ ସେହି ବାଟରେ ହିଁ ଚାଲିଛି। ଠିକ୍ ଅଛି, ଅତୀତ କଥା ତ ବୁଝି ହେଇଗଲା, କିନ୍ତୁ ଏବେ ଆସନ୍ତୁ ଭବିଷ୍ୟତ ଉପରେ ନଜର ପକାଇବା। ଯେତେବେଳେ ସୋଲାର ପାଇଁ ଏହି ସବସିଡିର ସମୟଟା ସରିବ ସେତେବେଳେ ପ୍ରକୃତ ଆର୍ଥିକ ଚିତ୍ରଟା କେମିତି ହେବ? ଏହି ତୁଳନାଟା ଜିନିଷକୁ ପୁରା ସ୍ପଷ୍ଟ କରିଦେଉଛି, ନାଇଁ କି? ଆଜି ସିଷ୍ଟମର ଖର୍ଚ୍ଚ ସରକାର ଆଉ ଗ୍ରାହକଙ୍କ ଭିତରେ ବାଣ୍ଟି ହେଉଛି, କିନ୍ତୁ କାଲି ଯେତେବେଳେ ସବସିଡି ନଥିବ ସେହି ସମାନ ଖର୍ଚ୍ଚର ପୁରା ବୋଝ ଖାଲି ଗୋଟିଏ ପକେଟ୍ ଉପରେ ପଡ଼ିବ, ଆଉ ସେଇଟା ହେଉଛି ଗ୍ରାହକଙ୍କ ପକେଟ୍। ଏହି ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 1,38,000 ଟଙ୍କା। ଅବଶ୍ୟ ଏଇଟା ଗୋଟେ ଉଦାହରଣ ମାତ୍ର, କିନ୍ତୁ ଏହା ସ୍ପଷ୍ଟ କରିଦେଉଛି ଯେ ଭବିଷ୍ୟତରେ କେତେ ବଡ଼ ଗୋଟେ ଆର୍ଥିକ ଫାଇଦା ହାତଛଡ଼ା ହୋଇପାରେ। ଏହି ଟଙ୍କାଟା ଆଉ କେବେ ବି ସବସିଡି ହିସାବରେ ଫେରି ଆସିବନି। କିନ୍ତୁ ୱେଟ୍, କାହାଣୀ ଏତିକିରେ ସରୁନି। ଅପେକ୍ଷା କରିବାର ମୂଲ୍ୟ ଖାଲି ସବସିଡି ହରାଇବା ନୁହେଁ, ଏହାର ଆଉ କିଛି ଲୁକାୟିତ ମୂଲ୍ୟ ବି ଅଛି। ଚାଲନ୍ତୁ ଦେଖିବା ସେଗୁଡ଼ିକ କ'ଣ କ'ଣ। ଗୋଟିଏ ପଟେ ଯେଉଁମାନେ ଶୀଘ୍ର ନିଷ୍ପତ୍ତି ନିଅନ୍ତି ସେମାନଙ୍କୁ ଏକ ନୂଆ ସିଷ୍ଟମ ମିଳେ ଯାହାର ଆୟୁଷ ଅଧିକ, ମାନେ ତାଙ୍କ ନିବେଶ ଉପରେ ରିଟର୍ଣ୍ଣ ବି ଜଲ୍ଦି ଆରମ୍ଭ ହୋଇଯାଏ। ଆଉ ଅନ୍ୟପଟେ ବିଳମ୍ବ କରିବାର ସବୁଠୁ ବଡ଼ ମୂଲ୍ୟ ହେଉଛି ସେହି ସବୁ ମାଗଣା ବିଦ୍ୟୁତକୁ ହରାଇବା ଯାହାକି ଏହି ସମୟ ଭିତରେ ଉତ୍ପାଦନ ହୋଇପାରିଥାନ୍ତା। ତେବେ ଏସବୁ ଜାଣିବା ପରେ କରିବା କ'ଣ? ଚାଲନ୍ତୁ ଆମର ଶେଷ ବିଭାଗରେ ଏହି ନିଷ୍ପତ୍ତି ନେବା ପାଇଁ ସଠିକ୍ ମାନସିକତା କ'ଣ ହେବା ଦରକାର ସେ ବିଷୟରେ କଥା ହେବା। ଏହି ବାକ୍ୟଟା, ଏଇଟା ହେଉଛି ପୁରା ଆଲୋଚନାର ସାରାଂଶ। ଆଜିର ଗୋଟିଏ ସ୍ମାର୍ଟ ନିଷ୍ପତ୍ତି ଖାଲି ଯେ ବୁଦ୍ଧିମାନର ପରିଚୟ ଦିଏ ତା ନୁହେଁ, ଏହା ଆସନ୍ତାକାଲିର ଗୋଟିଏ ବଡ଼ ଖର୍ଚ୍ଚରୁ ବି ବଞ୍ଚାଏ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରିଦେବା ଦରକାର, ଏଥିରେ ଆମର ଉଦ୍ଦେଶ୍ୟ କାହା ଉପରେ ଚାପ ପକାଇବା ନୁହେଁ, ବରଂ ଗୋଟିଏ ସ୍ମାର୍ଟ ଯୋଜନା ପାଇଁ ଉତ୍ସାହିତ କରିବା। ମନେ ରଖନ୍ତୁ, ଯୋଜନା କରିବା ଆଉ ବିଳମ୍ବ କରିବା ଏ ଦୁଇଟା ଭିତରେ ବହୁତ ଫରକ ଅଛି। କାରଣ ପ୍ରକୃତ ଯୋଜନାର ଅର୍ଥ ହିଁ ହେଉଛି ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବା। ଯେତେବେଳେ ସବୁ ତଥ୍ୟ ସାମ୍ନାରେ ଅଛି ଆଉ ସୁଯୋଗ ବି ପାଖରେ ଅଛି, ସେତିକିବେଳେ ହିଁ ନିଷ୍ପତ୍ତି ନେବା ପ୍ରକୃତ ବୁଦ୍ଧିମାନୀ। ତେବେ ଶେଷରେ ଚାଲନ୍ତୁ ଏହି ଗୋଟିଏ ପ୍ରଶ୍ନ ସହିତ ଆଜିର ଏହି କଥାବାର୍ତ୍ତାକୁ ସାରିବା। ଆଜି ନିଆଯାଉଥିବା ଗୋଟିଏ ସଠିକ୍ ନିଷ୍ପତ୍ତି ଭବିଷ୍ୟତରେ କେମିତି ଗୋଟିଏ ବଡ଼ ଅନୁସୂଚନାରୁ ବଞ୍ଚାଇପାରେ? ଏହି ପ୍ରଶ୍ନର ଉତ୍ତର ଉପରେ ଟିକେ ଭାବନ୍ତୁ, କାରଣ ଏ ବିଷୟରେ ଆମେ ପୁଣି କଥା ହେବା।